ବାସି ଏଠୁକୁ ଆନନ୍ଦରେ ଆସୁଛୁ। ଆମେ ବି ବୁଟାଗୁଡାରୁ ବହୁତ ବର୍ଷ ହେଲା ଆସୁଛୁ। ଆଉ ଏଥର ମଧ୍ୟ ଆସିଛୁ। ଆଉ ଭାଇମାନଙ୍କ ସହିତ ମଧ୍ୟ ବହୁତ ସାକ୍ଷାତ ହେଲୁ। ବହୁତ ଆନନ୍ଦରେ ବି ଆମର ସେ ସାଧୁ ଭାଇମାନେ ବି ବୁଲେଇଲେ। ସବୁ ଆନନ୍ଦରେ ବୁଲିଲୁ। ଆଉ ଏଇଟା ହଉଛି ମେଡିସିନ ଗୃହ। ଏଇଠି ମେଡିସିନ ପତ୍ର ମଧ୍ୟ ଚେରମୂଳିକା ଥାଏ। ଧନନ୍ତରୀ କବିରାଜ ବୈଦ୍ୟ ବୋଲି ମଧ୍ୟ ନାମାଙ୍କିତ ତ ଅଛି ଆଜ୍ଞା। ଆଉ କଣ କହିବି, ମୋର ଏତିକି ବକ୍ତବ୍ୟ ଦେଇ ଜୟ ଶ୍ରୀରାମ। ମହାବାରୁଣୀ ପର୍ବ ଉପଲକ୍ଷେ ଏଠାରେ ଆପଣ ଆୟୋଜନ କରୁଛନ୍ତି। ଏଇନେ ଆପଣଙ୍କର କେମିତି ଆୟୋଜନ ରହୁଛି, କିଏ କିଏ ଅତିଥି ମୁଖ୍ୟ ଅତିଥି ଭାବରେ ଯୋଗଦାନ ଦଉଛନ୍ତି ନେଇକି ଆପଣ ଜଣେଇବେ? ହଁ ଆଜ୍ଞା, ଏଇଟା ହଉଛି ଆମର ପବିତ୍ର ମହାବାରୁଣୀ, ଯୋଉଟା କି ଆମର 4 ବର୍ଷକୁ ଥରେ ଆସେ ମହାବାରୁଣୀ। ପ୍ରତ୍ୟେକ ବର୍ଷ ବାରୁଣୀ ହୁଏ, କିନ୍ତୁ 4 ବର୍ଷକୁ ଥରେ ମହାବାରୁଣୀ ହୁଏ। ଆମର ଏଠି କନ୍ଧମାଳ ଡିଷ୍ଟ୍ରିକ୍ଟ ଦାରିଙ୍ଗବାଡ଼ି ବ୍ଲକ, ଆମର ପଞ୍ଚାୟତ ହାତୀମୁଣ୍ଡା, ଗ୍ରାମ ତାମାଙ୍ଗି, ପିଡ଼ିକାରୀ ପି ସାହି ଅନ୍ତର୍ଗତ ଆମ ଋଷିମାଳ। ସେଇଟା କି ଆମର ଅତିଥି ରୂପେ ଆସୁଛନ୍ତି ମନୋଜ ଆଜ୍ଞା, ଯୋଉଟା କି ଆମର ସଂଘର ଗୋଟେ ମୁଖ୍ୟ କାର୍ଯ୍ୟକର୍ତ୍ତା। ସେଇଟା ଅତିଥି ରୂପେ ଆସନ୍ତି। ସମସ୍ତଙ୍କର ସେ ଏଇ ଧାରଣାକୁ ନେଇକି ତିଆରି କରାଯାଇଛି ମ୍ୟାନେଜମେଣ୍ଟ ଆମର ରୋଷେଇ ଆଉ ଆଞ୍ଚଳିକ କାର୍ଯ୍ୟକ୍ରମ, ସାଂସ୍କୃତିକ କାର୍ଯ୍ୟକ୍ରମ ଆଜି ଲାଗି ରହିବ। ତ ସେଇ ହିସାବରେ ସବୁ ଆମ ଏଇ ଅଞ୍ଚଳବାସୀ, ପିଡ଼ିକାରୀ ସାହିବାସୀ ମାନେ ଆମେ ସବୁ ମ୍ୟାନେଜମେଣ୍ଟ କରୁଛୁ। ତାଙ୍କେ ଡାଇରେକ୍ଟ ଦେଇ ଦିଅନ୍ତି। ଆଉ ଧନ୍ୟବାଦ ଆଜ୍ଞା। ଶ୍ରଦ୍ଧାଳୁ ମାନଙ୍କୁ ମୋର ବିନୀତ ଅନୁରୋଧ, ସମସ୍ତେ ଆସିକି ଏହି ମହାଯଜ୍ଞରେ ଯୋଗଦାନ ଦେଇ ଆଶୀର୍ବାଦ ପ୍ରାପ୍ତ ହୁଅନ୍ତୁ। ମ୍ୟାଡାମ କଣ କହିବେ, ଆଜି ବିଶ୍ୱ ପ୍ରସିଦ୍ଧ